ଭଦ୍ରକ ଜିଲ୍ଲାରେ ଓଡିଶାର ସର୍ବାଧିକ ଲୋକ ଦାଦନ ଖଟିବାକୁ ଯିବେ, ତାଙ୍କ ଲୋନ ସୁଝିବାକୁ, ପଇସା ସୁଝିବାକୁ। ବନ୍ୟା ହଉ ବାତ୍ୟା ହଉ, ସିଏ ଦଳ ଦେଖିକି ଆସେନି। ଇଏ ବିଜୁ ଜନତା ଦଳ, ଇଏ କଂଗ୍ରେସ ଦଳ, ଇଏ ଭାରତୀୟ ଜନତା ପାର୍ଟି, ଇଏ କମ୍ୟୁନିଷ୍ଟ ଦଳ, ଇଏ ନିର୍ଦଳୀୟ, ଏ କଥା ଦେଖିକି ଆସେ ନାହିଁ। ତେଣୁକରି ଏ ସରକାରଙ୍କର ଶିଖିବାର ଇଚ୍ଛା ଶକ୍ତିକୁ ବଢାନ୍ତୁ। ଯଦି ଶିକ୍ଷା ଲାଭ କରିବାକୁ ଇଚ୍ଛା କରୁଛନ୍ତି, ତାହେଲେ ଦଳୀୟ ଭିତରେ ପାତର ଅନ୍ତର ନ କରି ଯୋଉମାନେ ପ୍ରକୃତରେ ପ୍ରଫିଟ ସେମାନଙ୍କୁ ସାହାଯ୍ୟର ହାତ ବଢାନ୍ତୁ, ନହେଲେ ଜନ ଆନ୍ଦୋଳନ ହବ। ତେଣୁ ଭଦ୍ରକ ଜିଲ୍ଲାର ମାନ୍ୟବର ବିଧାୟକ ଦେବକେଶ ରାୟ, ସଞ୍ଜୀବ ମଲ୍ଲିକ, ଆମର ରାଉତରାୟ ଅଛନ୍ତି, ଅନ୍ୟାନ୍ୟ ନେତୃତ୍ୱ ମଧ୍ୟ ଏଠି ଅଛନ୍ତି। ଆଜି ଭଦ୍ରକ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆମେ ବୁଲି ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କ ସାଥିରେ ସିଧାସଳଖ କଥା ହେଲୁ। ଘର ଦ୍ୱାର ଭାଙ୍ଗି ଯାଇଥିବା ଅବସ୍ଥା ଦେଖିଲୁ, ଚାଷ ଜମି ଉଜୁଡ଼ି ଯାଇଥିବା ଅବସ୍ଥା ଦେଖିଲୁ, ରାସ୍ତାଘାଟ ପାଣି ଏତେ ଉଛୁଳୁଛି ଯେ ବିଚ୍ଛିନ୍ନ ହେଇଯାଇଛି ତାହା ମଧ୍ୟ ଦେଖିଲୁ, ଏବଂ ଲୋକଙ୍କର ଜୀବନ ବିପନ୍ନ ହେଇଛି। ଘର ଦ୍ୱାର, ରାସ୍ତାଘାଟ, ଚାଷ ଜମି, ଜୀବନ ଜୀବିକା ସବୁ ବିପନ୍ନ ହେଇଛି। ତାକୁ ଆମେ ଦେଖିଲୁ। ଅତ୍ୟନ୍ତ ଦୁଃଖ, ଅତ୍ୟନ୍ତ ପରିତାପର କଥା ଯେ ବନ୍ୟା ପାଣିରେ ଠିଆ ହେଇଥିବା ଜନସାଧାରଣ ପାଖରେ ସରକାର ପ୍ରଶାସନ ମାଧ୍ୟମରେ କେତେ ଶୀଘ୍ର ପହଞ୍ଚି ପାରିବ ବା ପୂର୍ବ ପ୍ରସ୍ତୁତି କେତେ ଅଧିକା ହେଇଥିବ, ସେ ସମସ୍ତ ଯଦି ସୁପରିଚାଳନା ହବ ତାହେଲେ ସରକାର ଶ୍ରେୟ ନେବେ। କିନ୍ତୁ ଭଦ୍ରକ ଜିଲ୍ଲାରେ ଏଇ ଯୋଉ ଅଭାବନୀୟ ପରିସ୍ଥିତି ଗୋଟେ ମାସ ଧରି ଲାଗି ରହିଛି, ବାରମ୍ବାର ବନ୍ୟା ଆସୁଛୁ ଏବଂ ପୂର୍ବରୁ ପାଣିପାଗର ଆକଳନ ମଧ୍ୟ ଜଣାଥିଲା, ସରକାର ଏତେ କ୍ଷମକ୍ଷାଣୀ ଭାବରେ ନେଲେ ଯେ ଲୋକମାନେ ଆଜି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହଉଛନ୍ତି। ଏହା ଅର୍ଥ ସରକାର ବିଫଳ ହେଇଛନ୍ତି, ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ହେଇଛନ୍ତି। ଏବଂ ବିଫଳ ହେବା ସ୍ୱତନ୍ତ୍ର କଥା, ଏ ସରକାର ବିଫଳତା ଛଡା ସଫଳତା ଲାଭ କରିପାରିବ ନାହିଁ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଯେତିକି ରିଲିଫ ପଠେଇଲେ, ଧରନ୍ତୁ ଶୁଖିଲା ଖାଦ୍ୟ, ଗୋଟେ ପରିବାର ପିଛା 250 ଗ୍ରାମ ଚୁଡ଼ା ଆଉ ମୁଢି ଆଉ ଗୋଟେ 5 ଟଙ୍କିଆ ବିସ୍କୁଟ ପ୍ୟାକେଟ। ଆପଣ ଚିନ୍ତା କରନ୍ତୁ, ଯେତେବେଳେ ରାସ୍ତାଘାଟ ବିଚ୍ଛିନ୍ନ ହେଇଯିବ, ଘର ଭିତରେ ଅଣ୍ଟେ ପାଣି, ଛାତିଏ ପାଣି, ମୁଣ୍ଡେ ପାଣି ପଶିଯିବ, ମାସାଧିକ କାଳ ବର୍ଷା ଲାଗି ରହିବ, ପନିପରିବାଠୁ ହାଟ ସଉଦା କିଛି କରିପାରୁନଥିବ, ସେତେବେଳେ ଘର ଚଳୁନଥିବ, ଏହି ସମୟରେ 250 ଗ୍ରାମ ଚୁଡ଼ା ଆଉ 5 ଟଙ୍କିଆ ବିସ୍କୁଟ ପରିବାର ପିଛା ଦେଇଦେଲେ ସରକାର ଗୋଟେ ପରମ କର୍ତ୍ତବ୍ୟ କରିଛନ୍ତି ଭାବୁଛନ୍ତି। ଆଉ ଯୋଉ ରନ୍ଧା ଖାଦ୍ୟ ଦଉଛନ୍ତି ତାହା ମଧ୍ୟ ସରକାରୀ ପଇସାରେ ବିଜେପି ଦଳ ରିଲିଫ ପାଣ୍ଠି ଭଳି ହେଇଯାଇଛି। ସବୁଠାରୁ ଦୁଃଖ ଆଉ ପରିତାପର କଥା ଯେ ଦଳୀୟ ଭିତରେ ରିଲିଫ ବଣ୍ଟନ ହଉଛି। ଯୋଉଠି ଗଲୁ, ଛୁଆଟିଏ, ମାଟିଏ, ବାପାଟିଏ, ବୁଢା ବୁଢୀ ମା ବାପା ମାନେ ଯୋଉ ବିକଳ ସ୍ୱରରେ କହୁଥିଲେ, ତାହା ଅତ୍ୟନ୍ତ ହୃଦୟ ବିଦାରକ। ଏବଂ ଆଉ ଗୋଟେ ସବୁଠୁ ଦୁଃଖର ବିଷୟ ହଉଛି, ଗୋଟେ ଜାଗାରେ ଆମେ ଦେଖିଲୁ କେହି ସ୍ୱେଚ୍ଛାସେବୀ ଯୁବକ ମାନେ ଯେତେବେଳେ ଗୋଖାଦ୍ୟ କଥା କହିଲେ, ଯେତେବେଳେ ରେସନ କାର୍ଡର କଥା, ରେସନ ଦେବା କଥା କହିଲେ, ତାକୁ ତ ରେସନ ମିଳିଲା ନାହିଁ, ତାକୁ କେସ୍ କରି ଦମନ କରାଇଲା। ଜଣେ ଖାଇବାକୁ ମାଗୁଥିବ, ହାର କହୁଥିବ, ସେତେବେଳେ ତାକୁ ଦମନ କରାଯିବ, ଅପମାନ କରାଯିବ, ତା ନାଁରେ କେସ୍ ଦିଆଯିବ। ଏ ସରକାର ଏଟା କୋଉ ଗୁଣବତ୍ତା, ଏ ସରକାର କୋଉ ସାହାଯ୍ୟ? ମୁଁ ଆପଣଙ୍କୁ ଗୋଟିଏ କହି ରଖିବାକୁ ଚାହେଁ,
ରିଲିଫ ବଣ୍ଟନରେ ଅନିୟମିତତା ହେଇଛି। ରିଲିଫ ବଣ୍ଟନରେ ଦଳୀୟ ସଂଗଠନ କରାଯାଇଛି ଏବଂ ଯିଏ ନିଜ ଦଳର ଭାରତୀୟ ଜନତା ପାର୍ଟିର ସିଏ ସୁବିଧା ସୁଯୋଗ ପାଇବ, ଅର୍ଥାତ୍ ଯିଏ ତାଙ୍କ ଦଳରେ ନାଁ ଲେଖେଇବ ତାକୁ ସେମାନେ ନେବେ। ବନ୍ୟା ବେଳେ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦଳଟା ଆଗ ନା ଜନସାଧାରଣ ଜୀବନ ଆଗ, ଏ କଥାଟା ରାଜ୍ୟ ସରକାର ବୁଝିବା ଦରକାର। ଏବଂ ପଲିଥିନ୍ ଯୋଉ ଦିଆଯାଉଛି, ବର୍ତ୍ତମାନ ଏ ଯୋଉ ଅଫିସର ମାନେ ଅଛନ୍ତି, ଆର୍ଆଇ, ତହସିଲଦାର ଏବଂ ଅନ୍ୟାନ୍ୟ ଅଫିସର ମାନେ, ପିଡିଓଠୁ ଆରମ୍ଭ କରି କଲେକ୍ଟର ପର୍ଯ୍ୟନ୍ତ, ସେ ତାଙ୍କ ଦଳର କର୍ମୀଙ୍କର ନିର୍ଦ୍ଦେଶକୁ ଅପେକ୍ଷା କରୁଛନ୍ତି। ତାଙ୍କ ଆଖି ସାମ୍ନାରେ ଜଣଙ୍କର ଘର ଭାଙ୍ଗି ଯାଇଛି, ଗୋଟେ ପଲିଥିନ୍ ଦରକାର ପଡୁଛି, ଯଦି ଦଳୀୟ କର୍ମୀ ନିର୍ଦ୍ଦେଶ ଦେବେ ତାହେଲେ ପ୍ରଶାସନ ସେ କଥା ନହେଲେ ନାହିଁ। ଏହା ଆମେ ନିଜ ଆଖିରେ ଦେଖିଲେ, ସମସ୍ତ ଅନୁଭବ କଲେ, ଆପଣମାନେ ମଧ୍ୟ ଦେଖିଥିବେ। ଏବଂ ପଞ୍ଚାୟତରେ ଯୋଉମାନେ ନିର୍ବାଚିତ ପ୍ରତିନିଧି, ଯୋଉମାନେ ସୁଖ ଦୁଃଖରେ ଥାଆନ୍ତି, ୱାର୍ଡ ମେମ୍ବର ହୁଅନ୍ତୁ, ସରପଞ୍ଚ ହୁଅନ୍ତୁ, ସଦସ୍ୟ ହୁଅନ୍ତୁ, ଜିଲ୍ଲା ପରିଷଦ ମେମ୍ବର ହୁଅନ୍ତୁ, ଚେୟାରମ୍ୟାନ ହୁଅନ୍ତୁ, ସେଇମାନଙ୍କୁ ରିଲିଫ କାମରେ ସହଯୋଗ ମଗାଗଲାନି, ବରଂ ତାଙ୍କୁ ଦୂରେଇକି ରଖାଗଲା। ଏହା କଣ? ଏହା ଯଦି ତାଙ୍କ ରିଲିଫ କୋର୍ଟ ଭିତରେ ଆସୁଥାଏ ତାହେଲେ ମୋର କିଛି କହିବାର ନାହିଁ। ଏଇଥିରେ ଶହ ଶହ ହଜାର ହଜାର ସ୍ୱେଚ୍ଛାସେବୀ କାମରେ ନିୟୋଜିତ କରିବା କଥା। ଯୋଉମାନେ ନିର୍ବାଚିତ ପ୍ରତିନିଧି, ସେମାନେ ଜଣେ ଜଣେ ରାଜନୈତିକ ସ୍ୱେଚ୍ଛାସେବୀ। ସେ ସମୟରେ ସମସ୍ତେ ଅପାହିଜ ବା ଯୋଉମାନେ ପ୍ରପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚିବେ, ସାହାଯ୍ୟର ହାତ ବଢେଇବେ, କିନ୍ତୁ ତାଙ୍କୁ ଦୂରେଇ ରଖାଗଲା, ବଡ଼ ଅପମାନିତ କରାଗଲା। ଏବଂ ମଣିଷର ଜୀବନ ଯେତିକି ଦୁର୍ବିଷହ ହେଇଛି, ଯିଏ କଥା କହିପାରୁନି, ପଶୁ ଗୃହପାଳିତ କରିପାରୁନି, ସେଇମାନଙ୍କର ଅବସ୍ଥା ଆହୁରି ଦୁର୍ବିଷହ। ଗୋ ଖାଦ୍ୟ ବଣ୍ଟନ କରିବା ନିହାତି ଆବଶ୍ୟକ। ଆଉ ସବୁଠୁ ବଡ କଥା ହଉଛି ଯେ ଆପଣଙ୍କର ଏଇ ସମୟରେ ପିଇବା ପାଣିର ବନ୍ଦୋବସ୍ତ, ସବୁ କୂଅ ଯୋଉଠି ବୋର ହେଇଥିବ, ପିଇବା ପାଣି ଆସୁଥିବ, ଏ ସବୁ ବୁଡିଗଲା। ଏବଂ ପର୍ଯ୍ୟାପ୍ତ ପରିମାଣରେ ପିଇବା ପାଣି ଯୋଗାଇ ଦେବା କଥା। ଏବଂ ବନ୍ୟା ଯୋଗୁରୁ ଏବଂ ଓଦା ପାଗ ଯୋଗୁରୁ ଏବଂ ଘର ସନ୍ତସନ୍ତିଆ ହେଇଥିବା ଯୋଗୁରୁ ଆପଣଙ୍କର ରୋଗ ବୈରାଗ ବେଶୀ ହଉଛି। ନିରନ୍ତର ମେଡିକାଲ ସୁବିଧା ଯୋଗାଇ ଦେବା କଥା। ଯୁଦ୍ଧକାଳୀନ ଭିତରେ, ଯୁଦ୍ଧକାଳୀନ ଭିତ୍ତିରେ, ୱାର କୋଣ୍ଡିଂରେ ଯେମିତି ଜରୁରୀକାଳୀନ ଯୁଦ୍ଧକାଳୀନ ପରିସ୍ଥିତିରେ ଯୋଗାଇ ଦିଆଯାଏ, ସେମିତି ଯୋଗାଇ ଦେବା କଥା। ଆଜି ସକାଳେ ଆପଣମାନଙ୍କର ଖବର କାଗଜ ପଢୁଥିବେ, ବାଲେଶ୍ୱର ଭଦ୍ରକ ଜିଲ୍ଲାରେ 20, 25, 30 ଜଣ ସର୍ପାଘାତରେ ମୃତ୍ୟୁବରଣ କଲେଣି ଏ ବନ୍ୟା ବେଳେ। କେତେ କିଏ ରୋଗରେ ପ୍ରପୀଡ଼ିତ ହେଲେଣି। କଣ ହଉଛି, କଣ କରୁଛନ୍ତି? ମଣିଷ ଯେତେବେଳେ ବଞ୍ଚିବା ପାଇଁ ରାହା ଖୋଜୁଛି, ସାହା ମାଗୁଛି, ସେତେବେଳେ ସରକାର ସବୁ କଥା ଯୋଗାଇ ଦେଇଛନ୍ତି, ଡିଣ୍ଡିମ କରିଛନ୍ତି। ଏବଂ ଯୋଉ ନଦୀବନ୍ଧ କାର୍ଯ୍ୟକ୍ରମ ଗୁଡିକ ବହୁତ ଜୋର ଅଭିନୟଙ୍କ ଉପରେ ଚାଲିଥିଲା, ଗତ 2 ବର୍ଷ ଭିତରେ ସବୁ ଠପ୍ ହେଇଯାଇଛି, ସବୁ ଠପ୍ ହେଇଯାଇଛି। ଦୁର୍ବଳ ନଦୀବନ୍ଧ, ମରାମତି ଅଭାବରୁ ବା ନୂତନ ଭାବରେ ତିଆରି କରିବା ଅଭାବରୁ, ଏ ସରକାର ପାଖରେ ପଇସା ନଥିବା କାରଣରୁ କୌଣସି କାର୍ଯ୍ୟ ଟେକଅପ୍ ନ କରିବା ଯୋଗୁଁ ଦୁର୍ବଳ ନଦୀବନ୍ଧ ସବୁ ଜାଗାରେ ଖରିଆ ପଡିଲା। ଏବଂ ଏଇ ଯୋଉ ବନ୍ୟା ଟୁରିଜିମ କଲେ ଫ୍ଲଡ୍ ଟୁରିଜିମ ଆସୁଛନ୍ତି, DSLR କ୍ୟାମେରା ତାଙ୍କର ସେ ଆଣୁଛନ୍ତି। ଆପଣ ସାମ୍ବାଦିକ ବନ୍ଧୁମାନଙ୍କୁ ସେ ପଚାରୁନାହାନ୍ତି। ତାଙ୍କର ଗୋଟେ ଭୋଟରେ DSLR କ୍ୟାମେରା ଧରିକି ବସିବେ, ତାପରେ ସବୁ ମନ୍ତ୍ରୀ ତନ୍ତ୍ରୀ ବସିବେ ଆଉ ଗୋଟେ ଭୋଟରେ। ଯେମିତି ଫିଲ୍ମ ସୁଟିଂ ହୁଏ, ସେ ଫିଲ୍ମ ସୁଟିଂ ତାକୁ ବଡ ହେଲା, କିନ୍ତୁ ଜନସାଧାରଣ ସେଥିରେ କଥା ବା ଆପତ୍ତି ଆଲୋଚନା ଶୁଣିବା, ଏ କଥା ତାଙ୍କ ପାଖରେ ସମ୍ଭବ ହେଲାନି। ଇଏ ତାକୁ ଗୋଟେ ଫ୍ଲଡ୍ ଟୁରିଜିମ କରିଦେଲେ। ମୁଁ ସବୁଠାରୁ ଦୁଃଖ ଆଉ ପରିତାପର କଥା ବିରମାନ ହେବାକୁ ପଡୁଛି
ଆପଣଙ୍କର ଇଏ ହଉଛି ଗୋଟେ ଅନପ୍ରେସିଡେଣ୍ଟ ବନ୍ୟା। କାରଣ ବନ୍ୟା ଆସିବ, ପାଣି ପଶିବ, ଛାଡିଯିବ, ଧାନ ଗଛ ମଚିଯିବ। ଇଏ ମାସାଧିକ କାଳ ପାଣିରେ ବୁଡି ରହିବା ଫଳରେ ବନ୍ୟା ଆସିଲା, ଲୋକ ଧାନ ତଳି ରୋଇଦେଲେ, ଛାଡିଗଲା ପରେ ପୁଣି ତାର କିଛି ଦିନ ପରେ ଆଉ ଥରେ ବନ୍ୟା ଆସିଲା, ପୁଣି ତାକୁ ଧୋଇଦେଲା, ଆଉ ଲୋକଙ୍କ ପାଖରେ ତଳି ନାହିଁ। ସବୁ ଧାନ ବିଲ ନଷ୍ଟ, ସବୁ ଫସଲ ନଷ୍ଟ, ସବୁ ପନିପରିବା ନଷ୍ଟ, ସବୁ କୂଅ ପୋଖରୀ ଦୂଷିତ। ଏଇ ଅବସ୍ଥା ହେଇଛି। ଏ ବର୍ଷ କେହି ଧାନ ମୁଠାଏ ପାଇବେ ନାହିଁ। ଯୋଉ ଋଣ କରିଛନ୍ତି, ଯୋଉ କ୍ରପ ଲୋନ ନେଇଛନ୍ତି, ଫସଲ ଋଣ, ସେମାନେ ଆଉ ସୁଝି ପାରିବେ ନାହିଁ, ଘଣ୍ଟା ଭାଙ୍ଗିଗଲା। ଯଦି ସରକାର ତାଙ୍କର ଋଣକୁ ଛାଡ଼ ନ କରିବେ, ଦେଇଥିବା କ୍ରପ ଲୋନକୁ ଛାଡ଼ ନ କରିବେ, ତାହେଲେ ଭଦ୍ରକ ଜିଲ୍ଲାରେ ଓଡ଼ିଶାର ସର୍ବାଧିକ ଲୋକ ଦାଦନ ଖଟିବାକୁ ଯିବେ, ତାଙ୍କ ଲୋନ ସୁଝିବାକୁ, ପଇସା ସୁଝିବାକୁ। କାରଣ ପାଖରେ ଖାଇବାକୁ ନଥିବ, ସେପଟେ ଋଣ ଭାର ବଢିଯିବ, ସେଇଠି ବି ଦାଦନ ଯିବାକୁ ବାଧ୍ୟ ହେବେ। ଏକଥା ମୁଁ ଚାହେଁ। ଏବଂ ବନ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ବୋଲି ଆମେ କହିବୁ। ଆଉ ସବୁଠାରୁ ବଡ କଥା ହଉଛି, ଏସବୁ କଥା ହବାର ଏକମାତ୍ର କାରଣ ହଉଛି, ବହୁ ପୂର୍ବରୁ ଯେତେବେଳେ ବନ୍ୟା ଆସିବ, IMD ରିପୋର୍ଟ ହଉ ବା ଆକଳନ ହଉ, ସେ ଆକଳନ କରୁଛନ୍ତି ଭୟାନକ ବନ୍ୟା ଆସିବ, ଭୀଷଣ ବର୍ଷା ହବ, 1100-1200 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହବ। କିନ୍ତୁ ସେଇଥିପାଇଁ ଯୋଉ ପ୍ରସ୍ତୁତି ହବା କଥା, ପ୍ରିପେୟାରନେସ୍, ସେ କଥା ହେଲା ନାହିଁ। ଏଇ ଯୋଉ ଦୁର୍ବଳତା ସରକାର ରଖିଲେ, ତାର ଜବାବ ଦେବେ? ସବୁ କଥାକୁ ଏତେ ବେହିସାବୀ ଭାବରେ, ଖାମଖିଆଲି ଭାବରେ କାହିଁକି ନଉଛନ୍ତି? ଏବଂ ଆଉ ଗୋଟେ ସବୁଠାରୁ ବଡ ଦୁର୍ବଳ ହଉଛି ସରକାରର ଦୁର୍ବଳତା, ଯେ ଯଦି ସରକାର ଦୃଢ ଥାନ୍ତା, ସରକାର ଶକ୍ତିଶାଳୀ ଅଛି ବୋଲି ଅଫିସର ମାନେ ଚିନ୍ତା କରିଥାନ୍ତେ, ତାହେଲେ ସରକାରଙ୍କର ଇଚ୍ଛା ଶକ୍ତି, ତାଙ୍କର ମନୋବୃତ୍ତି, ତାଙ୍କର ଦୃଢତା ଯୋଗୁଁ ତଳେ ଅଫିସର ମାନେ ଭଲରେ କାମ କରିପାରନ୍ତେ। ଯେହେତୁ ସରକାର ସେଠି ଢିଲା, ସେଠି ଦୁର୍ବଳ, ଇଚ୍ଛା ଶକ୍ତି ବିହୀନ, ତେଣୁକରି ତଳ ସ୍ତରରେ ଠିକଣା ଭାବରେ କେହି ପହଞ୍ଚି ପାରୁନାହାନ୍ତି। ବହୁ ପୂର୍ବରୁ ଆକଳନ ହେଇଥିଲେ ମଧ୍ୟ ତାକୁ ଗମ୍ଭୀରତା ସହକାରେ ନ ନେବା ଫଳରେ ଆଜି ଇଏ ଯେତିକି ପ୍ରାକୃତିକ ବିପର୍ଯ୍ୟୟ ଜନିତ ବନ୍ୟା ହେଇଛି, ଇଏ ମଣିଷକୃତ ତାଠାରୁ ଅଧିକ ହେଇଛି କହିଲେ ଅତ୍ୟୁକ୍ତି ହବ ନାହିଁ। ତେଣୁ ମୁଁ ସରକାରଙ୍କୁ ନିବେଦନ କରିବାକୁ ଚାହେଁ, ଆହ୍ୱାନ ରଖିବାକୁ ଚାହେଁ, ଦାବି ରଖିବାକୁ ଚାହେଁ, ଅନ୍ତତଃ ଖାଦ୍ୟ, ପିଇବା ପାଣି, ଔଷଧ, ଗୋଖାଦ୍ୟ, ଏବଂ ଯୋଉମାନେ ସନ୍ତସନ୍ତିଆ ଜାଗାରେ ଅଛନ୍ତି, ଯୋଉମାନଙ୍କର ଘର ବାଡି କିଛି ନାହିଁ, ତାଙ୍କୁ ଠିକରେ ଥଇଥାନ କରିବା। ତା ସାଥିରେ ଯୋଉମାନଙ୍କର କ୍ଷୟକ୍ଷତି ହେଇଛି, ତାକୁ ନିର୍ଭୁଲ ଭାବରେ ସଠିକ ଆକଳନ କରିବା, ଦଳୀୟ ଭିତରେ ନ କରି ପ୍ରତ୍ୟେକ ଲୋକଙ୍କୁ ସେମାନେ ସାହାଯ୍ୟ ସଫିସିଏଣ୍ଟ ଯୋଗାଇ ଦେବାକୁ ଆମେ ଆହ୍ୱାନ ରଖିବୁ, ଦାବି ରଖିବୁ। ଶେଷରେ କହିବି, ବନ୍ୟା ହଉ ବାତ୍ୟା ହଉ, ସିଏ ଦଳ ଦେଖିକି ଆସେନି। ଇଏ ବିଜୁ ଜନତା ଦଳ, ଇଏ କଂଗ୍ରେସ ଦଳ, ଇଏ ଭାରତୀୟ ଜନତା ପାର୍ଟି, ଇଏ କମ୍ୟୁନିଷ୍ଟ ଦଳ, ଇଏ ନିର୍ଦଳୀୟ, ଏ କଥା ଦେଖିକି ଆସେ ନାହିଁ। ତେଣୁକରି ଏ ସରକାରଙ୍କର ଶିଖିବାର ଇଚ୍ଛା ଶକ୍ତିକୁ ବଢାନ୍ତୁ। ଶିଶୁ ସରକାର ଯଦି ସେ ନିଜକୁ କହୁଛନ୍ତି, କିନ୍ତୁ ବୃଦ୍ଧ ସରକାର ଭଳିଆ ଆସ୍ପାଦନ କରୁଛନ୍ତି। ଯଦି ଶିକ୍ଷା ଲାଭ କରିବାକୁ ଇଚ୍ଛା କରୁଛନ୍ତି, ତାହେଲେ ଦଳୀୟ ଭିତରେ ପାତର ଅନ୍ତର ନ କରି ଯୋଉମାନେ ପ୍ରକୃତରେ ପ୍ରଫିଟ, ସେମାନଙ୍କୁ ସାହାଯ୍ୟର ହାତ ବଢାନ୍ତୁ। ନହେଲେ ଜନ ଆନ୍ଦୋଳନ ହବ। ଏ ସରକାର ତାକୁ ଅପେକ୍ଷା ରଖନ୍ତୁ। ଧନ୍ୟବାଦ।